ଏପ୍ରିଲରେ ହେବ ନିର୍ବାଚନ କମିଶନଙ୍କର ଆସିଲା ସୂଚନା। ତେବେ ଆସନ୍ତା ଏପ୍ରିଲ ମାସରେ ହୋଇପାରେ ସାଧାରଣ ନିର୍ବାଚନ କମିଶନଙ୍କ ଏକ ମେସେଜ ନେଇ ଏବେ ବଢ଼ିଲା ସମ୍ଭାବନା। ତେବେ ଏପ୍ରିଲ 16 ସମ୍ଭାବ୍ୟ ଭୋଟ ଗ୍ରହଣ ତାରିଖ ବୋଲି ପ୍ରଶ୍ନ ଉଠିଥିଲା। ଏନେଇ ଆସିଥିବା ପ୍ରଶ୍ନରେ ସ୍ପଷ୍ଟୀକରଣ ରଖିଲେ ଇସିଆଇ। ଏହି ତାରିଖଟି କେବଳ ଅଫିସରମାନଙ୍କ ପାଇଁ ରେଫରେନ୍ସ ଥିବା ସେ କହିଲେ। ନିର୍ବାଚନ ନେଇ ପ୍ଲାନ୍ କରିବାକୁ ଏହା ରେଫରେନ୍ସ ରଖିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ତେବେ ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଏହା ଜାରି କରାଯାଇଛି। ତେବେ ଏନେଇ 11 ଜିଲ୍ଲାର ନିର୍ବାଚନୀ ଅଧିକାରୀଙ୍କୁ ନିକଟକୁ ପଠାଯାଇଛି ସର୍କୁଲାର। ଯେଉଁ ସର୍କୁଲାରରେ ଆଗାମୀ ଏପ୍ରିଲ 16ରେ ଲୋକସଭା ନିର୍ବାଚନ ନେଇ ତାରିଖ ଧାର୍ଯ୍ୟ ହୋଇଥିବା ଚର୍ଚ୍ଚା ହେଉଛି। କିନ୍ତୁ ଏହା ଉପରେ ସ୍ପଷ୍ଟୀକରଣ ରଖିଛନ୍ତି ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ ଟି ବିକାଶ। ସେ କହିଛନ୍ତି ନିର୍ବାଚନ କମିଶନ ପକ୍ଷରୁ 24 ଲୋକସଭା ନିର୍ବାଚନ କୌଣସି ତାରିଖ ଧାର୍ଯ୍ୟ ହୋଇନାହିଁ। ଏହା କେବଳ ଏକ ରେଫରେନ୍ସ ଡେଟ୍, ଯାହାକି ନିର୍ବାଚନ ଅଧିକାରୀଙ୍କୁ ଆଗାମୀ ସାଧାରଣ ନିର୍ବାଚନ ପ୍ରସ୍ତୁତି ପାଇଁ ଦିଆଯାଇଛି। ଏହାରି ମଧ୍ୟରେ ସେମାନେ ନିର୍ବାଚନ ଆରମ୍ଭ, ଶେଷ ଓ ମତଦାନ ତାରିଖ ପାଇଁ ଯୋଜନା ପ୍ରସ୍ତୁତ କରିପାରିବେ। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଏଟ୍ ଓଡ଼ିଆ।